ବାବୁସାନଙ୍କ ଅପକମିଂ ଫିଲ୍ମ ଅନ୍ତର୍ଯ୍ୟାମୀକୁ ନେଇ ଓଡ଼ିଆ ସିନେଶିଳ୍ପରେ ଢେର ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ପଛର କାରଣ ଅନ୍ତର୍ଯ୍ୟାମୀ ସର୍ବ ଭାରତୀୟ ସ୍ତରରେ ଓଡ଼ିଆ ସମେତ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ମଲାୟାଲମ ଆଦି 6ଟି ଭାଷାରେ ପ୍ରେକ୍ଷାଳୟକୁ ଆସିବ। ଶିବ ସତ୍ୟମ ଅନ୍ତର୍ଯ୍ୟାମୀର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନାରେ ଅଛନ୍ତି ଅମୃତ ନିଷାଦ। ସହକାରୀ ପ୍ରଯୋଜକ ଦାୟିତ୍ୱ ନିର୍ବାହ କରିଛନ୍ତି ଅଭିରାମ। ଆକ୍ସନ ଭରପୁର ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ବେଦିକା। ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଭଳି ଏଥରେ ମଧ୍ୟ ଦର୍ଶକ ଦେଖିବେ ଧମାକାଦାର ଆକ୍ସନ। ଏ ସିନେମା ଜରିଆରେ ବାବୁ ମଧ୍ୟ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ସିନେ ଦର୍ଶକଙ୍କ ସାମ୍ନାକୁ ଆସିବେ। ନିକଟରେ ଆରାକୁ ଭ୍ୟାଲିରେ ଫିଲ୍ମର ଗୀତ ସୁଟିଂ ହୋଇଛି। ସିନେମାରେ ସ୍ଥାନିତ ହୋଇଛି 5ଟି ଗୀତ। ବ୍ୟବସ୍ଥା ଭିତରେ ରହି ଜଣେ କିଭଳି ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରୁଛି ତାର କାହାଣୀ ଦେଖିବାକୁ ମିଳିବ। ଏ ଫିଲ୍ମରେ ସୁଟିଂ ଶେଷ ହୋଇ ବର୍ତ୍ତମାନ ଏହାର ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି। ରିଲିଜ ସମୟ ସ୍ଥିର ହୋଇନାହିଁ ବୋଲି କହିଛନ୍ତି ବାବୁସାନ।